ଗାଁର ଦୃଶ୍ୟ କିପରି ଦେଖନ୍ତୁ। ଏ ଗାଁରେ ପ୍ଲେସ୍ କିପରି ହେଇଛି ଜାଗାଟା। ଓ ବ୍ୟୁଟିଫୁଲ ପ୍ଲେସ୍। ମୋର ଏଇ ଜାଗାରେ ଗୋଟେ ଭିଡିଓ କରିଥାନ୍ତି। ୱାଓ ବ୍ୟୁଟିଫୁଲ ପ୍ଲେସ୍। ସୋ ନାଇସ୍। ରାଧେ ଶ୍ରୀକୃଷ୍ଣ ସମସ୍ତଙ୍କୁ ଭଲ ରଖନ୍ତୁ, ଖୁସିରେ ରଖନ୍ତୁ। ସବୁ ଭାଇ ଭଉଣୀ ମାନଙ୍କୁ ନମସ୍କାର। ଏଟା ରିଗାଗଡର ପ୍ରସିଦ୍ଧ ଯୋଉଟା ଆମର ଶିବ ମନ୍ଦିର ରହିଛି, ଯୋଉଟା ପ୍ରସିଦ୍ଧ ଶିବ ମନ୍ଦିର, ବହୁତ ପୁରୁଣା କାଳୀର ମନ୍ଦିର, ଯୋଉଟା 600-700 ବର୍ଷର ମନ୍ଦିର ଆମର ରହିଲା ରିଗାଗଡର ଶିବ ମନ୍ଦିର। ଏଠି ଆସି ପହଞ୍ଚିଲୁ। ସେ ଶିବ ମନ୍ଦିରର କଣ କିପରି କାର୍ଯ୍ୟ କରାଯାଏ, ପ୍ରସିଦ୍ଧ ଶିବ ମନ୍ଦିର ଆପଣଙ୍କୁ ଦେଖଉଛି। ସେ ଜାଗାକୁ ଯାଇ ଭିତରକୁ ପଶିକି ଦେଖଉଛି ଏ ଜାଗାଟା କଣ କିପରି। ଚାଲନ୍ତୁ। ବାଟ କବଡେ ଏପଟର ଏଇପଟର ବାଟ ପିଲା ଏବେ ଖେଳୁଛନ୍ତି। ଚଉରା ଦେଖିପାରୁଥିବେ। ଚଉରାଟି ବି ଅଛି। ଏଠି ରୋଷେଇବାସ ହୁଏ ଦେଖନ୍ତୁ। ଏଇ ତ ଜାଣିଥିବେ, ଆପଣ ମାନଙ୍କୁ ତ ଚିହ୍ନିଥିବେ। ଆଉ ବର୍ତ୍ତମାନ ଏବେ ନନା କହୁଛନ୍ତି ପ୍ରସାଦ ଦିଆ ହେଇଛି। ଦେଖନ୍ତୁ ଏ ବହୁତ ପୂର୍ବକାଳ ମନ୍ଦିର। ସେ ଯୋଉ ଭାଇ, ଯୋଉ ଛୋଟ ଭାଇ ଠିଆ ହେଇଛନ୍ତି, ସେ ବହୁତ ସପୋର୍ଟିଂ କରୁଛନ୍ତି ଆମକୁ। ପହଡ ଫିଟା ହେଲା ଦେଖନ୍ତୁ, ନୀତି ଚାଲିଥିଲା। ଓ ଜୟ ଭୋଳା ଶମ୍ଭୁ। ଦେଖନ୍ତୁ ଆମର 12:30 ଭିତରେ ନୀତି ଦେଖିଲେ ତ କେହି ଆସୁନାହାନ୍ତି। ଥଣ୍ଡା ପାଗ, ମୁଁ ସେଠୁ ନୀତି କରିଦେଇ କାମ ସାରିଦେ। ଆଜ୍ଞା ଆଜ୍ଞା ଆଜ୍ଞା। ଦେଖନ୍ତୁ ଜୟ ଭୋଳା ଶଙ୍କର। ଏଠି ଆସନ୍ତୁ ଥରେ ଭିଜିଟ କରିବା ପାଇଁ। ଦେଖନ୍ତୁ ଆଜି ମାନେ ବର୍ଷା ପାଗ, ଲୋକ ସଂଖ୍ୟା କମି ଯାଇଛନ୍ତି, ଯାହା ଫଳରେ ଏଠି ଆପଣଙ୍କୁ ମୁଁ ଆଉ ଲୋକ ସଂଖ୍ୟା ଦେଖେଇ ପାରୁନି। ବର୍ଷା ପାଗ, କୋହଲା ପାଗ ଅଛି। ନା ଏଠି ଭୋଗ କେତେବେଳେ ଲାଗେ? ମହାପ୍ରଭୁଙ୍କ ପାଖରେ ଭୋଗ କେତେବେଳେ ଲାଗେ? ମାନେ ନୀତି କେତେବେଳେ ହୁଏ ଏଠି? 6ଟାରୁ 12:30। 12:30 ନୀତି ହୁଏ। 12:30 ବନ୍ଦ। ଆଜ୍ଞା। ନୀତି 3ଟା। ନୀତି କଣ ଲାଗେ ମହାପ୍ରଭୁଙ୍କ ପାଖରେ? ନୀତି କଣ ଲାଗେ? କୋଉ ନୀତି ଚାହୁଁଛ? ମାନେ ଏଇ ଯୋଉ ଦ୍ୱିପହର ନୀତିଟା କଣ ଲାଗେ? ଦ୍ୱିପହର ନୀତିଟା ଭାତ, ଡାଲମା, ଭଜା, ବିଭିନ୍ନ ପ୍ରକାର। ଆଜ୍ଞା ଆଜ୍ଞା। ଆଉ ସକାଳେ ନୀତିଟା କଣ ଲାଗେ? ସକାଳେ କଦଳୀ, ନଡିଆ, ବାଲ୍ୟ ଭୋଗ ଆଉ ଏଠି କେତେବେଳେ ପହଡ ପଡେ? ପହଡ ପଡିବ ଏଇ 12:30। 12:30। ଆଉ ରାତିରେ? ରାତିରେ ଆଜ୍ଞା ରାତିରେ ହଉଛି 7ଟା ଭିତରେ। 7ଟା ଭିତରେ ପହଡ ପଡିଯିବ। ନନା କାନକୁ ଟିକେ ଶୋଭା ହଉନି ଟିକେ। ଆଜ୍ଞା ଆଜ୍ଞା ଆଜ୍ଞା। ନନା ଧନ୍ୟବାଦ। ଆଜ୍ଞା ଆଜ୍ଞା। ମନ୍ଦିର ବାହାରକୁ ପଳେଇ ଆସିଲୁ ଏବେ। ଦେଖନ୍ତୁ ପୂର୍ବ କାଳରୁ ପଡିଛି ସବୁ କିପରି, ମାନେ ଏଇ ପଥର ବି ଏବେ ବି ମିଳିବ ନା, ଚାନ୍ସ ବି ନାହିଁ। ଦେଖନ୍ତୁ ଏଇ ପାଖରେ ଗୋଟେ ହନୁମାନ ମନ୍ଦିର ଅଛି। ଏଇ କରନ୍ତି ସେଇ ପୁରା ଫ୍ରଣ୍ଟ ରେ, ଏଇ ଯୋଉ ଆମର ରହିଲା ଶିବ ମନ୍ଦିର, ଏଇ ଶିବ ମନ୍ଦିର ପୁରା ଫ୍ରଣ୍ଟ ରହିଲା ଆମର। ଦେଖନ୍ତୁ ହନୁମାନ ମନ୍ଦିର।